ହେଲେ ଦେଇ ସବୁ ରୋଷେଇ କାମ ସରିଲାଣି ନା ନାହିଁ? ହଁ ମୁଁ ବୁଝିଲି, ଏବେ ଜଷ୍ଟ ମୁଁ ରୋଷେଇ କାମ ସାରି ଖାଇବା ପିଇବା ଦେଇ ସବୁ କାମ ସାରିକି ଆସିଲି। କ'ଣ ଖାଇବାକୁ କରିଥିଲ ଦେଇ? କ'ଣ କରିବି ବା, ଆଜି ତ ଗୁରୁବାରଟା, ନିରାମିଷ ଉପରେ ସବୁ ହେଇଥିଲା। ଭାତ, ଡାଲି, ଶାଗ ଭଜା ଆଉ ଓଉ ରାଇତା। ତୁ କହନି ଲୋ ଗୁଗୁଲି, ସାଧା କରିଛି ବୋଲି ଟିକେ ରକ୍ଷା ହେଇଯାଉଛି, ନହେଲେ ତ ଆମିଷ ବାରରେ ତ ରୋଷେଇ କରି କରି ମୁଁ ପାଣି ମରିଯାଆନ୍ତା। ସାଧା ବାରରେ ବୋଲି ଟିକେ ରକ୍ଷା ହେଇଯାଉଛି, ଯୋଉଦିନ ଆମିଷ ବାରରେ ନା ଅଧଘଣ୍ଟା କାମ 3 ଘଣ୍ଟା ଲାଗୁଛି, ମତେ ଭାରି ଚିଡ଼ି ଲାଗୁଛି। ତୁ କହନି ଲୋ ଗୁଗୁଲି, ଯୋଉଦିନ ଆମିଷ ବାର ପଡୁଛି ସେଇଦିନ ମୁଁ କହୁଛି ଆଜି ବା ସୋମବାର, ଗୁରୁବାର ଆଉ ସଂକ୍ରାନ୍ତି ବୋଲି କହିକି ଭୁଲେଇ ଦଉଛି, ନହେଲେ ରୋଷେଇ କରି କରି ମୁଁ ପାଣି ମାରି ଦିଅନ୍ତି ସେ ମା ପୁଅ 2 ଜଣ। ହେଲେ ଦେଇ ସେ 2 ଜଣ କୁଆଡେ ଯାଇଛନ୍ତି କିଲୋ? କ'ଣ ଦେଖା ଦର୍ଶନ ନାହିଁ? ସେ କୁଆଡେ ଯିବେ ବା, ମୋର ତ ଯୋଉ ଉଦଣ୍ଡ ଶାଶୁ ନା, ସେ ଗାଁ ସାରା ବୁଲିକି କ'ଣ ଆଉ କରିବେ? କା ଘର କଥା କା ବାଡ଼ି କଥା ଗପୁଥିବେ, ଆଉ ସେ କ'ଣ କରିପାରିବେ ବା? ହେଲେ ଦେଇ ତମର ସେ ଯୋଉ ଗେରସ୍ତ ସିଏ କ'ଣ କରୁଥିବେ? ସିଏ ଆଉ କୁଆଡେ ଯିବେ ବା, ଗାଁରେ ବସିକି ଜୁଆ ଖେଳୁଥିବେ ନହେଲେ ମଦ ପିଉଥିବେ, ଆଉ ସେ କୁଆଡେ ଯିବେ? ହେଲେ ଦେଇ ତମ ଶାଶୁ ଏତେ ବଜାନ୍ତି ନା? ହଁ ଲୋ ତୁ କହନି, ସେ ବା ସେମିତିକା। ତମେ ଗୋଟେ କାମ କରିବ ଦେଇ। କି କାମ ବା କହିଲୁ କହିଲୁ? ତମର ଯୋଉ ସେଇ ଗେରସ୍ତ ଆଉ ଯୋଉ ତମ ଉଦଣ୍ଡ ଶାଶୁ ଯେତେବେଳେ ଘରକୁ ଆସିବେ ମୋ ଉପରକୁ ପାଟି କଲେ ତମେ ତାଙ୍କ ପାଟିଟାକୁ ସିଲେଇ କରିଦବ। ପାଟି ଥିଲେ ସିନା ସେ ମା ପୁଅ ତମ ଉପରକୁ ଗେରେ ଗେରେ ହେବେ। ନାଇଁ ଲୋ ଗୁଗୁଲି, ଏମିତି କଲେ ତାଙ୍କ ପୁଅ ନା ମୋ ହାତ ମୁଠାରୁ ଖସିଯିବେ।